ତା ପୁଅ ସହିତ ରାତିରେ ଶୋଇଥିଲା। ତାପରେ ଅଧା ରାତିରେ ତା କବାଟ କିଏ ବାଡ଼େଇବାକୁ ଲାଗିଲା। ଏତେ ରାତିରେ ମୋ କବାଟ କିଏ ବାଡ଼ଉଛି? ମୋତେ ଖୋଲିକି ଦେଖିବାକୁ ପଡ଼ିବ। ତାପରେ ଲୁସି ତା ଘରର କବାଟ ଖୋଲିକି ଦେଖିଲା ତ ବାହାରେ କେହି ବି ନାହାନ୍ତି। ତାପରେ ଲୁସି ପାରା ପୁଣି ଆସିକି ତା ବସାରେ ଶୋଇପଡ଼ିଲା। ତାପରେ ପୁଣି ଥରେ ତା କବାଟ କିଏ ବାଡ଼େଇବାକୁ ଲାଗିଲା। ଲୁସି କବାଟ ଖୋଲି ଦେଖିଲା ତ ଗୋଟିଏ ଛୋଟ ଭୁତୁଣୀ ଆକାଶରେ ଉଡ଼ି ବୁଲୁଛି। ତାପରେ ଲୁସି ସାଙ୍ଗେ ସାଙ୍ଗେ କବାଟ ବନ୍ଦ କରିଦେଲା। ଆରେ ଇଏ କ'ଣ? ମୁଁ କ'ଣ ଏବେ ଦେଖିଲି? ଗୋଟିଏ ଭୁତୁଣୀ ଛୁଆ ଆକାଶରେ ଉଡ଼ି ବୁଲୁଛି। ସେ ଏମିତି ଡରଉଛି କ'ଣ ପାଇଁ? ମାମା, କିଏ କବାଟ ବାଡ଼ଉଥିଲା? ମୋତେ କୁହ ନା। ମାମା, ନାଇଁ ପୁଅ, କିଛି ନାହିଁ, ତୁ ଶୋଇପଡ଼। ମୁଁ ଏବେ ସାଙ୍ଗେ ସାଙ୍ଗେ ଗୋଟିଏ ଭୁତୁଣୀକି ଦେଖିଲି। ମୋତେ ବହୁତ ଡର ଲାଗୁଛି, ତୁ ଶୋଇଯା। ମାମା, ସତରେ କ'ଣ ବାହାରେ ଭୂତ ଅଛି? ମୋତେ ବହୁତ ଡର ଲାଗୁଛି ମାମା। ମାମା, ଆଜି ତୁମେ ମୋ ପାଖରେ ଶୋଇଯାଅ ନା। ତାପରେ ମା ପୁଅ ଦୁଇଜଣ ଯାକ ଶୋଇବା ପାଇଁ ବହୁତ ଡର ଲାଗୁଥିଲା। ତାପରେ ସକାଳ ଯେମିତି ହେଲା ଲୁସି ତା ଦୁଇଜଣ ସାଙ୍ଗକୁ ତା ଘରକୁ ଡାକିଲା। କାଲି